हेलो पिलाମାନେ ସମସ୍ତଙ୍କୁ ଆଉ ଗୋଟେ ନୂଆ ଭିଡିଓକୁ ସ୍ୱାଗତ। ଆଜି ଆମେ ପଢିବା ବିଭକ୍ତି। ବିଭକ୍ତି କାହାକୁ କୁହାଯାଏ, କେତେବେଳେ ବିଭକ୍ତି କରାଯାଇଛି, କଣ? ଚାଲନ୍ତୁ ଆରମ୍ଭ କରିବା। ଶବ୍ଦ ବାକ୍ୟରେ ବ୍ୟବହୃତ ତାକୁ ପଦ କହନ୍ତି। ତମକୁ ସିଧାସଳଖ କ୍ୱେଶ୍ଚିନ୍ ଆସିଯାଇପାରେ ପଦ କାହାକୁ କହନ୍ତି। ତେଣୁକରି ଏଇଟା ମନେ ରଖିଥିବ ଯେ ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ପଦ ବୋଲି କହନ୍ତି। ଏ ଦେଖ ବିଭକ୍ତି କାହାକୁ କହନ୍ତି, ଯେଉଁ ଚିହ୍ନ ବା ସଂକେତ ବା ବର୍ଣ୍ଣ, ବଚନ, କାରକ ଓ ସମ୍ବୋଧବୋଧକ ସୂଚାଇ ଦିଏ ତାହାକୁ ବିଭକ୍ତି କହନ୍ତି। ଯେଉଁ ଚିହ୍ନ ବା ସଂକେତ ବା ବର୍ଣ୍ଣ, ବଚନ, କାରକ ଓ ସମ୍ବୋଧବୋଧକ ସୂଚାଇ ଦିଏ ତାକୁ ବିଭକ୍ତି ବୋଲି କୁହନ୍ତି। ଯେମିତି ମାନେ, କୋ, ମାନଙ୍କୁ, ରେ ଏଗୁଡିକୁ ସବୁ ବିଭକ୍ତାନ୍ତ ଚିହ୍ନ ବୋଲି କହନ୍ତି। ବୁଝିପାରିଲ? এই ବିଭକ୍ତି ଗୁଡିକୁ ପିଲାମାନେ କେତେ ଭାଗରେ ବିଭକ୍ତ ଅଛି? 7 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥୀ, ପଞ୍ଚମୀ ଏମିତି 7 ଭାଗରେ ବିଭକ୍ତ କରାଯାଇଛି। ଯୋଉଟା ତମେ 10th କ୍ଲାସରେ ପଢିଥିବ। କର୍ତ୍ତା କାରକରେ ପ୍ରଥମା, କର୍ମ କାରକରେ ଦ୍ୱିତୀୟା। ଆମେ ପୂର୍ବରୁ କାରକ ପଢିଛେ। କାରକ କାହାକୁ କୁହାଯାଏ, କାରକ କେତେ ପ୍ରକାର, କଣ କଣ? ଯୋଉମାନେ ପଢିନାହାନ୍ତି ପଢିଦେବେ, କିମ୍ବା ଯଦି ଜାଣିଛନ୍ତି ତାହେଲେ ଦେଖିବା ଦରକାର ନାହିଁ। କର୍ତ୍ତା କାରକରେ ପ୍ରଥମ ବିଭକ୍ତି ହୁଏ, କର୍ମ କାରକରେ ଦ୍ୱିତୀୟ ବିଭକ୍ତି ହୁଏ, କରଣ କାରକରେ ତୃତୀୟ ବିଭକ୍ତି, ସମ୍ପ୍ରଦାନ କାରକରେ ଚତୁର୍ଥୀ ବିଭକ୍ତି, ଅପଦାନ କାରକରେ ପଞ୍ଚମୀ, ସମ୍ବୋଧ ପଦରେ ଷଷ୍ଠୀ, ଅଧିକରଣ କାରକରେ ସପ୍ତମୀ ବିଭକ୍ତି। ବୁଝିଲେ? ତ ବର୍ତ୍ତମାନ ଆମେ ପଢିବା ଯେ ଏଇ ବିଭକ୍ତାନ୍ତ ଚିହ୍ନ ଗୁଡିକୁ ପିଲାମାନେ ମନେ ରଖିଦବ। ପ୍ରଥମ ବିଭକ୍ତି କଣ ହବ, ଏକବଚନ କଣ, ବହୁବଚନ କଣ? ଦ୍ୱିତୀୟ ବିଭକ୍ତି, ପ୍ରଥମ ବିଭକ୍ତି ବହୁବଚନ କଣ? ଏ, ମାନେ, ଗୁଡ଼ିକ, ଗୁଡାଏ, ଏଇଟା ସବୁ ତାର ବହୁବଚନ ହେଲା। ଦ୍ୱିତୀୟ ବିଭକ୍ତି ଦେଖ, କି ଥିବ, କୋ ଥିବ, କୋ ଥିବ, ଏଇ ସବୁ ଏକବଚନ ଲାଗିବ। ବହୁବଚନ ଲାଗିବ କଣ, ଙ୍କୁ, ମାନଙ୍କୁ, ଗୁଡ଼ିକୁ, ଗୁଡାକୁ। ତୃତୀୟରେ ରେ, ଦ୍ଵାରା, ଦେଇ, କର୍ତ୍ତୃକ। ବହୁବଚନରେ ମାନଙ୍କରେ, ମାନଙ୍କ ଦ୍ଵାରା, ମାନଙ୍କ, ଦେହି, ମାନଙ୍କ, କର୍ତ୍ତୃକ ଏଇଟା ଲାଗିବ। ଚତୁର୍ଥୀରେ କୁ, କୁ, ଟାକୁ, ଟିକୁ ଇତ୍ୟାଦି ଲାଗିବ ଏକବଚନରେ। ବହୁବଚନରେ ଙ୍କୁ, ମାନଙ୍କୁ, ଗୁଡାକୁ, ଗୁଡିକୁ ବହୁବଚନ ଲାଗିବ। ପଞ୍ଚମୀ ବିଭକ୍ତି ହଉଛି ରୁ, ଠାରୁ, ଠୁ, ହୁ ଏଗୁଡା ସବୁ ଏକବଚନରେ। ବହୁବଚନରେ ମାନଙ୍କୁ ଏଗୁଡିକ ଲାଗିବ। ଷଷ୍ଠୀ ହଉଛି ଟିର, ଟାର, ର, ରି, କର। ବହୁବଚନ କର, ମାନଙ୍କ, ମାନଙ୍କର, ଗୁଡିକର। ସପ୍ତମୀରେ ଟିରେ ଏଇଟା ସବୁ ଲାଗିବ। ମାନଙ୍କରେ, ମାନଙ୍କରେ ଏଗୁଡା ସବୁ ବିଭକ୍ତାନ୍ତ ଚିହ୍ନ ଗୁଡା ଟିକେ ମନେ ରଖିଥାଅ, ଦେଖି ଦେଇଥାଅ ପିଲାମାନେ। ଯୋଉମାନଙ୍କର ଦରକାର ୟାକୁ ଟିକେ ସ୍କ୍ରିନଶଟ ନେଇଯିବ, କାରଣ ଏହାର ମାନେ ବହୁତ ଆବଶ୍ୟକତା ରହିଛି। ଯୋଉମାନେ ସଂସ୍କୃତରେ ପୂର୍ବରୁ ପଢିଥିଲେ ସେମାନେ ଏଇ ବିଭକ୍ତି ଚିହ୍ନ ଗୁଡିକୁ ମନେ ରଖିଥିବେ ନିଶ୍ଚୟ। ଆମେ ଆଜି ପଢିବା ଯେ ପ୍ରଥମ ବିଭକ୍ତିରୁ ପଢିବା। କ୍ୱେଶ୍ଚିନ୍ ଆସିବ ପରୀକ୍ଷାରେ ଯେ ଶୀତାଂଶୁ ସଙ୍ଗୀତ ଶୁଣୁଛି, ଏହା ଏହା କେଉଁ ବିଭକ୍ତି? ଏମିତି ଆସିବ। କର୍ତ୍ତା କାରକରେ ପ୍ରଥମ ବିଭକ୍ତି, କି କର୍ମବାଚ୍ୟରେ ପ୍ରଥମ ବିଭକ୍ତି, ସମ୍ବୋଧନରେ ପ୍ରଥମ ବିଭକ୍ତି, ଏମିତି ସବୁ ଅପସନ ଆସିବ। ସେଇଥିରୁ ତମକୁ ବାଛିବା ପାଇଁ କହିବ। ସେଇ ଅନୁସାରେ ଆମେ ପଢିବା ଯେ ଯୋଉ ଆମର ପ୍ରଥମ ବିଭକ୍ତି କୋଉ କୋଉ କ୍ଷେତ୍ରରେ ହଉଛି। ବୁଝିପାରିଲ? ତ କର୍ତ୍ତା କାରକରେ ପ୍ରଥମ ବିଭକ୍ତି କେମିତି ହେଇଛି, ଶୀତାଂଶୁ ସଙ୍ଗୀତ ଶୁଣୁଛି। ଯୋଉଠି ଏଠି କର୍ତ୍ତା କାରକ, ତେଣୁକରି ଏଠି ପ୍ରଥମ ବିଭକ୍ତି ହୋଇଛି। ବୁଝିଲ? ତାପରେ କର୍ମବାଚ୍ୟ ହେଲା, କର୍ମବାଚ୍ୟରେ ପ୍ରଥମ ବିଭକ୍ତି ହଉଛି। ଶିକ୍ଷକଙ୍କ ଦ୍ଵାରା ବ୍ୟାକରଣ ପଢାଗଲା। ବ୍ୟାକରଣ ପଢା ଗୋଟେ କର୍ମ, ତେଣୁକରି କର୍ମବାଚ୍ୟରେ ପ୍ରଥମ ବିଭକ୍ତି ହେଇଛି। ସମ୍ବୋଧନରେ ପ୍ରଥମା, ପ୍ରଭୁ ମୋର ଗୁହାରି ଶୁଣନ୍ତୁ। ସମ୍ବୋଧନ କରାଗଲା, ସମ୍ବୋଧନ ପଦରେ ପ୍ରଥମ ହେଇଛି। ରମେଶ ଏଠିକି ଆସ। ତାହେଲେ କାହାକୁ ଡାକା ହଉଛି, ରମେଶକୁ ଡାକା ହଉଛି। ରମେଶକୁ ସମ୍ବୋଧନ କରାଗଲା, ତେଣୁକରି ସମ୍ବୋଧନ ପଦରେ ପ୍ରଥମ ବିଭକ୍ତି ହୁଏ। ଅବ୍ୟୟଯୋଗ ପ୍ରଥମା, ଅବ୍ୟୟ କହିଲେ ଯାହାର ବ୍ୟୟ ହୁଏ ନାହିଁ ସିଏ ହଉଛି ଅବ୍ୟୟ। ଏଇ କେବଳ ଏଠି ଶିବ ବୋଲି ଜଣେ ପରମ ଧାର୍ମିକ ରାଜା ଥିଲେ। ଏଠି ଓ ଧରିନଥାନ୍ତା, ଶିବ ଓ
କିମ୍ବା ଏବଂ ଏସବୁ ଥିଲେ ମଧ୍ୟ ଏଗୁଡ଼ିକ ଗୋଟେ ଗୋଟେ ଅବ୍ୟୟାନ୍ତକ ପଦ। ତେଣୁକରି ଏଗୁଡ଼ିକୁ ବ୍ୟବହାର ହେଲେ ମଧ୍ୟ ଯାହାର ବ୍ୟୟ ହୁଏ ନାହିଁ ସେ ହଉଛି ଅବ୍ୟୟ ହେଲା। ତ ଅବ୍ୟୟ ପଦ ଯୋଗ ପ୍ରଥମ ହେଇଛି। ଶିବ ବୋଲି ଜଣେ ଧର୍ମୀୟ ରାଜା ଥିଲେ। କିଏ ଏଠି କିଏ କିଏ ରାଜା ଥିଲେ? ଶିବ। ଶିବ ଆକ୍ଚୁଆଲି ସେଇଠି ଅବ୍ୟୟ ପଦ ଯୋଗେ ପ୍ରଥମ ହେଇଛି। ଅଗସ୍ତି ଏଠି ଦେଖ ବୋଲି ଲାଗିଛି ପୂର୍ବରୁ ଅଗସ୍ତି, ସେଇଥିପାଇଁ ପ୍ରଥମ ବିଭକ୍ତି ହେଇଛି। ପ୍ରୟୋଜକ କର୍ତ୍ତା ଠାରୁ ପ୍ରଥମ ବିଭକ୍ତି। ପ୍ରୟୋଜକ କହିଲେ ମୁଁ ତୁମକୁ କାରକରେ କହିଥିଲି ଯେ ପ୍ରୟୋଜକ କଣ, ଯୋଉ ପ୍ରୟୋଜକ କାହାକୁ କୁହାଯାଏ, ମୁଖ୍ୟ କର୍ତ୍ତା କାହାକୁ କୁହାଯାଏ, ସବୁ ପଢେଇଥିଲି। ତ ସେଇ ଅନୁସାରେ କୋଉମାନେ ଜାଣିଛ ପ୍ରୟୋଜକ କର୍ତ୍ତାକୁ କେମିତି ଆମେ ସହଜରେ ମନେ ରଖିବା, ଟିକେ କମେଣ୍ଟ କରିବ। ପ୍ରୟୋଜକ କହିଲେ ଦେଖ, ଯେମିତି ଜଣେ ଡିରେକ୍ସନ ଦିଅନ୍ତି, ଗୋଟେ ଡିରେକ୍ଟର ଯେମିତି ଡିରେକ୍ସନ ଦିଏ, ସେମିତି ପ୍ରୟୋଜକ କର୍ତ୍ତା କୌଣସି କାର୍ଯ୍ୟ ସିଧାସଳଖ କରେନି, ସେ କରାଏ। ଦେଖ, ଶିକ୍ଷକ ଛାତ୍ରମାନଙ୍କ ଦ୍ୱାରା ବଗିଚା କାମ କରାଇଲେ। ଶିକ୍ଷକ ନିଜେ କଲେ କି ଛାତ୍ରମାନଙ୍କ ଦ୍ୱାରା କରାଇଲେ। ତେଣୁକରି ଶିକ୍ଷକ ଏଠି ହଉଛନ୍ତି ପ୍ରଯୋଜକ କର୍ତ୍ତା। ତେଣୁ ପ୍ରଯୋଜକ କର୍ତ୍ତାଟାରେ ପ୍ରଥମେ ବିଭକ୍ତି ହୁଏ। ବୁଝିପାରିଲ? ଅଭିଧେୟ ମାତ୍ରେ ପ୍ରଥମା, ଅର୍ଥାତ୍ କେବଳ ନାମ ପ୍ରକାଶ କରୁଥିବା ଶବ୍ଦର ପ୍ରଥମେ ବିଭକ୍ତି ହୋଇଥାଏ। ସଂଖ୍ୟାବାଚକ ଶବ୍ଦ ପ୍ରଥମା। ବାତ, ପିତ୍ତ, କଫ ତିନିହେଁ ଏକାଠି ହେଲେ ଲୋକର ମୃତ୍ୟୁ ହୁଏ। ବାତ, ପିତ୍ତ, କଫ ତିନିହେଁ ଏକାଠି ହେଲେ ଲୋକର ମୃତ୍ୟୁ ହୁଏ। ଲବ, କୁଶ ଦୁହେଁ ଯାଆଁଳା ଭାଇ। ଧର୍ମ, ଅର୍ଥ, କାମ, ମୋକ୍ଷ। ଦେଖ, ସଂଖ୍ୟାବାଚକ ଶବ୍ଦ ଲେଖା ହେଇଛି, ତାହା ବାଦେ ଏଇଠି 4ଟା ଲେଖା ହେଇଛି, କିନ୍ତୁ ଏଇଠି କୁହାଯାଇଛି 4ଟି ଜୀବନର ମୂଳ ଲକ୍ଷ୍ୟ। ବାତ, ପିତ୍ତ, କଫ ତିନିହେଁ ଏକାଠି ହେଲେ ଲୋକର ମୃତ୍ୟୁ ହୁଏ। ଅର୍ଥାତ୍ ଏଇଠି ସଂଖ୍ୟାବାଚକ ଚିହ୍ନ ଦଉଛି, ତା ବାଦେ ଏଇଠି ସଂଖ୍ୟା ମଧ୍ୟ ବର୍ଣ୍ଣନା କରାଯାଉଛି, ତାପରେ ଏଠି ପ୍ରଥମେ ବିଭକ୍ତି ହେଇଛି। କର୍ମକାରକରେ ଦ୍ୱିତୀୟା ହେଲା, କର୍ତ୍ତା କାରକରେ ପ୍ରଥମା, କର୍ମକାରକରେ ଦ୍ୱିତୀୟା। ବାଟୋଇଟି ପାଣି ପିଉଛି। ପାଣି ପିଉଛି, କର୍ମକାରକ କଣ? ପାଣି। ଅବିନାଶକୁ ପଚାରୁଛି, ଅସୀମା ଅବିନାଶକୁ ପଚାରୁଛି, କାହାକୁ ପଚାରୁଛି? ଅବିନାଶକୁ। ବୁଝିପାରିଲ? ଶୈଳଜା ଗୀତ ଗାଉଛି, ତେଣୁକରି କର୍ମକାରକ ଦ୍ୱିତୀୟା ବିଭକ୍ତି ହେଇଛି। ଦେଖ, ଅକୃତ ବାଚ୍ୟ ଦ୍ୱିତୀୟା ବିଭକ୍ତି, କର୍ମ ଭାବ ବାଚ୍ୟରେ ଦ୍ୱିତୀୟା ବିଭକ୍ତି ହେଇଛି। ଦେଖ, କୁ ଲାଗିଛି, ବିଭକ୍ତାନ୍ତ ସଂକେତ କୁ ଲାଗିଛି, ଟି କୁ ହେଲା ଦ୍ୱିତୀୟ ବିଭକ୍ତି। ଏଇ କୁ ଲାଗିଛି, ସୌମ୍ୟାକୁ ଗୀତ ଗାଇବାକୁ ହେବ, ଅକୃତ ବାଚ୍ୟ ହେଲା। ଦେବଦତ୍ତକୁ ପୁରୀ ଯିବାକୁ ହେବ। ପ୍ରଯୋଜକ ଥିଲା। ପ୍ରଯୋଜକ କଣ ନା, ଯିଏ ଡିରେକ୍ସନ ଦିଏ, ଅର୍ଥାତ୍ କହେ ଯେ ଏଇଟା ସେ ନିଜେ କରେନି, କରାଏ କାମଟା, ସେଇଟା ହଉଛି ପ୍ରଯୋଜକ କର୍ତ୍ତା। ତେଣୁକରି ପ୍ରଯୋଜକ କର୍ତ୍ତା ଦ୍ୱାରା କଣ? ପ୍ରଥମ ବିଭକ୍ତି। ପ୍ରଯୋଜ୍ୟ କର୍ତ୍ତା ଦ୍ୱାରା ଦ୍ୱିତୀୟ ବିଭକ୍ତି। ପ୍ରଯୋଜ୍ୟ କିଏ? ଯାହା ଦ୍ୱାରା କାମଟା କରାଯାଏ। ଦେଖ, ମା ମୁନାକୁ ଖୁଆଉଛନ୍ତି, ଏଠି ମା ହଉଛନ୍ତି ପ୍ରଯୋଜକ କର୍ତ୍ତା, ଆଉ ମୁନା ପ୍ରଯୋଜ୍ୟ କର୍ତ୍ତା। ତେଣୁକରି ପ୍ରଯୋଜ୍ୟ କର୍ତ୍ତା ଠାରେ ଦ୍ୱିତୀୟ ବିଭକ୍ତି ହେଇଛି। ବୁଝିପାରିଲ? ପ୍ରଯୋଜ୍ୟ କହିଲେ ଯାହା ଦ୍ୱାରା କାର୍ଯ୍ୟଟା କରାଯାଏ। ପ୍ରଯୋଜକ କହିଲେ ଯିଏ କାର୍ଯ୍ୟଟା କରାଏ। ଜିଜାବାଇ ଶିବାଜୀଙ୍କୁ ବୀର କାହାଣୀ ଶୁଣାଇଲେ। କାହାକୁ? ଶିବାଜୀଙ୍କୁ ଶୁଣାଇଲେ। ପ୍ରଯୋଜ୍ୟ କର୍ତ୍ତାଟାରେ ଦ୍ୱିତୀୟ ବିଭକ୍ତି। ବିପାଶାର୍ଥରେ ଦ୍ୱିତୀୟା। ଦିନକୁ ଦିନ, ଯୋଉଠି ଦେଖ କୁ ଲାଗିଛି, ବିଭକ୍ତାନ୍ତକ ଯୋଉ ଆମର ସଂକେତ କୁ। ଦିନକୁ ଦିନ, ଥରକୁ ଥର, ବର୍ଷକୁ ବର୍ଷ, ସେଥିପାଇଁ ଏଠି ଦ୍ୱିତୀୟ ବିଭକ୍ତି ଲାଗିଛି। ଦିନକୁ ଦିନ, ବର୍ଷକୁ ବର୍ଷ, ଥରକୁ ଥର, ଦ୍ୱିତୀୟ ବିଭକ୍ତି। ବ୍ୟାପ୍ତି ଅର୍ଥରେ ଦ୍ୱିତୀୟା। ଦେଖ, ଏ ପୋଖରୀ ଖୋଳା ହବାକୁ 4 ମାସ ଲାଗିବ। କେତେ ସମୟ କେତେ ଲାଗିବ? 4 ମାସ। 5 ନମ୍ବର ଜାତୀୟ ରାଜପଥ 100 କିଲୋମିଟର ଦୀର୍ଘ। କେତେ ବାଟ ଦୀର୍ଘ? 100 କିଲୋମିଟର। ବ୍ୟାପ୍ତି ଅର୍ଥରେ ଦ୍ୱିତୀୟା ହେଇଛି। ବିନିମୟ ବା ମୂଲ୍ୟାର୍ଥ ଦ୍ୱିତୀୟା। 50 ଟଙ୍କାକୁ ମଧ୍ୟ ଖଣ୍ଡିଏ ଭାଗବତ ମିଳୁଛି। କେତେ ଟଙ୍କାରେ? 50 ଟଙ୍କାରେ। 50 ଟଙ୍କା ମୂଲ୍ୟ ଦେଲେ, ମାନେ କିଛି ବିନିମୟ କଲେ, ସେଠି ଦ୍ୱିତୀୟ ବିଭକ୍ତି। ବିନିମୟ ଅର୍ଥରେ ଦ୍ୱିତୀୟ ବିଭକ୍ତି। ବାଇଗଣ କିଲୋକୁ 20 ଟଙ୍କା। କୁ ଲାଗିଛି ହେଲା, ମନେ ରଖିଥିବ। ବିନିମୟ ବା ମୂଲ୍ୟାର୍ଥରେ ଦ୍ୱିତୀୟ ବିଭକ୍ତି। ଧିକ୍ ଶବ୍ଦ ଯୋଗେ ଦ୍ୱିତୀୟା। ଦେଶଦ୍ରୋହୀକୁ ଧିକ୍, ପଶୁହନ୍ତାକୁ ଧିକ୍। এই ধিକ୍ ଶବ୍ଦ ଯୋଉଠି ଲାଗିଥିବ ସେଠି ଦ୍ୱିତୀୟ ବିଭକ୍ତି। ଦେଖ, ଯୌତୁକ ଲୋଭୀକୁ ଧିକ୍,
ଏଠି ଦେଶଦ୍ରୋହୀ, ପଶୁହନ୍ତା, ଯୌତୁକ ଲୋଭୀ ଏସବୁ ଗୋଟେ ଦ୍ୱିତୀୟ ବିଭକ୍ତି ହେଇଛି। କ୍ରିୟା ବିଶେଷଣ ପଦରେ ଦ୍ୱିତୀୟା। ତୁଚ୍ଛାକୁ ଯେ କ୍ରିୟାକୁ ବିଶେଷିତ କରେ ତାକୁ କ୍ରିୟା ବିଶେଷଣ ବୋଲି କୁହାଯାଏ। ତୁଚ୍ଛାକୁ ମାନେ ଖାଲିଟାରେ କାହିଁ ଗହଳି କରୁଛ। ମାହାଳିଆକୁ, ତୁଚ୍ଛାକୁ, ମାହାଳିଆକୁ, ବୁଝିପାରିଲ? ଏଇ ଅର୍ଥରେ ସବୁ ହେଇଛି ଦ୍ୱିତୀୟ ବିଭକ୍ତି ଯେ କ୍ରିୟାକୁ ବିଶେଷିତ କରେ। ଅନୁସାରେ ଅର୍ଥରେ ଦ୍ୱିତୀୟା ବିଭକ୍ତି। ହରିର କପାଳକୁ ଲଟେରୀ ଫୁଟିଲା। ମାନେ ହରିର କପାଳ ଅନୁସାରେ ମାନେ କପାଳ ଅନୁସାରେ ଏଇଟା ହବ। ଅନୁସାରଟା ଗୋଟେ ଉହ୍ୟ ରହିଯାଉଛି, ବୁଝିପାରିଲ? କିନ୍ତୁ ଏଠି ହରିର କପାଳକୁ ଲଟେରୀ ଫୁଟିଲା। ଅନୁସାରେ ଶବ୍ଦଟା ପ୍ରକାରାନ୍ତରେ ବ୍ୟବହାର ହଉଛି, ତେଣୁ ଏଠି ଦ୍ୱିତୀୟ ବିଭକ୍ତି ହେଇଛି। ଦୂର ଆଉ ନିକଟ ଅର୍ଥରେ ଦ୍ୱିତୀୟା। କଲିକତାକୁ ଚେନ୍ନାଇ ବହୁ ଦୂର। ଦୂର ଅର୍ଥରେ କଲିକତାକୁ ଚେନ୍ନାଇ ବହୁ ଦୂର। ଦୂର ଅର୍ଥରେ ଦ୍ୱିତୀୟ ବିଭକ୍ତି ହେଇଛି। ଭୁବନେଶ୍ୱରକୁ ଧଉଳି ନିକଟ। ଏଠାରେ ଦ୍ୱିତୀୟ ବିଭକ୍ତି ହେଇଛି। ଦୂର, ନିକଟ ଏସବୁ ଶବ୍ଦ ଲାଗିଥିଲେ ଦ୍ୱିତୀୟ ବିଭକ୍ତି ହବ, ବୁଝିପାରିଲ? ଉପଯୁକ୍ତ ଅର୍ଥରେ ଦ୍ୱିତୀୟା। ଅପରାଧୀକୁ ଦଣ୍ଡ। ଅପରାଧୀକୁ ଦଣ୍ଡ ଦେବା ଉଚିତ। ଉପମାକୁ ତରକାରୀ। ଯୋଉଟା ମାନେ ଭଲ ଲାଗେ, ଯୋଉଟା ସଂଯୋଗ ଠିକରେ ପଡେ, ଯେମିତି ଚୁଡାକୁ ଗୁଡ, ସେମିତି। ଉପମାକୁ ତରକାରୀ। ଉପଯୁକ୍ତ ଅର୍ଥରେ ଏଠି ଦ୍ୱିତୀୟା ହେଇଛି। କୋଉ ଲାଗିଛି? କ୍ରିୟାର ସମକାଳରେ ଦ୍ୱିତୀୟା, ଅର୍ଥାତ୍ ମୁଁ ଷ୍ଟେସନରେ ପହଞ୍ଚିବାକୁ ଗାଡି ଛାଡ଼ିଦେଲା। ମୁଁ ଯେତେବେଳେ ଷ୍ଟେସନରେ ପହଞ୍ଚିଲି ସେତେବେଳେ ଗାଡି ଛାଡିଗଲା। ଠିକ ସେଇ ସମୟରେ, ସମାନ ସମୟରେ ଘଟିବାକୁ ସମକାଳୀ ଦ୍ୱିତୀୟ ବିଭକ୍ତି ବୋଲି କୁହାଯାଏ। ମୁଁ ଆସିବାକୁ ତୁମେ ଫେରିଗଲ। ମୁଁ ଆସିବାକୁ ତୁମେ ଫେରିଗଲ। ଏଠି କ୍ରିୟାର ସମକାଳରେ ଦ୍ୱିତୀୟ ବିଭକ୍ତି ହେଇଛି। ଯେତେବେଳେ ମୁଁ ଆସିଲି ସେତେବେଳେ ତୁମେ ଫେରିଗଲ। ସମାନ ସମୟରେ ଦିଟା ଘଟଣା ଘଟିବାକୁ କ୍ରିୟା ସମକାଳ ବୋଲି କୁହାଯାଏ। ଅଧିକରଣ କାରକରେ ସପ୍ତମୀ ବଦଳରେ ଦ୍ୱିତୀୟା। ଯାଅ କାଲି ସନ୍ଧ୍ୟାବେଳକୁ ଆସିବ। କାହିଁକି ହେଇଛି ଗଲ? କୁ ଲାଗିଛି ହେଲା। ରେ ଲାଗିଗଲେ ସେଟା ସପ୍ତମୀ ହେଇଯିବ। କୁ ଲାଗିଲେ ଦ୍ୱିତୀୟା ଏଇଠି। ସନ୍ଧ୍ୟା ବେଳକୁ ଏଟା କଣ? କାଳାଧିକରଣ ହେଇଛି। ସପ୍ତାହକୁ ଏଠି ବି କାଳାଧିକରଣ ଅର୍ଥରେ ବ୍ୟବହାର ହେଇଛି। ଅଧିକରଣ କାଳାଧିକରଣ, ସ୍ଥାନାଧିକରଣ, ବିଷୟାଧିକରଣ ଏମିତି ଅଛି ତିନି ଭାଗ ବିଭକ୍ତି ହେଇଛି। ଯୋଉମାନେ କାରକ ପଢିଥିବେ ଜାଣିଥିବେ। ସାଦୃଶ୍ୟ ଅର୍ଥରେ ଦ୍ୱିତୀୟା। ସତ୍ୟ ପଦ୍ମର ଅକ୍ଷରକୁ ଅକ୍ଷର ନାହିଁ, ଅର୍ଥାତ୍ ଏଇଠି ତୁଳନା କରାଯାଇଛି। ଏଇ ତୁଳନାର୍ଥରେ ଏଇଠି ଦ୍ୱିତୀୟା ବିଭକ୍ତି ହେଇଛି। ସତ୍ୟ ପଦ୍ମର ଅକ୍ଷରକୁ ଅକ୍ଷର ନାହିଁ, ଅର୍ଥାତ୍ ତା ଭଳିଆ ଅକ୍ଷର ଭଳିଆ ଆଉ ସୁନ୍ଦର ଅକ୍ଷର ନାହିଁ। ଭୟ, ଘୃଣା, ଲାଜ, ଲୁଚିବା ପ୍ରଭୃତି ଶବ୍ଦରେ ଦ୍ୱିତୀୟ ବିଭକ୍ତି। ନିଧି ମାଷ୍ଟରଙ୍କୁ ପିଲାମାନେ ଭୟ କରନ୍ତି। ଏ ଭୟ ଶବ୍ଦ ଅଛି, ଭୟ ପାଇଁ ଏଠି ନିଧି ମାଷ୍ଟରଙ୍କୁ ଦ୍ୱିତୀୟ ବିଭକ୍ତି ହେଇଛି। ଈଶ୍ୱରଙ୍କୁ କେବଳ ମୋର ଭୟ ଅଛି ଈଶ୍ୱରଙ୍କୁ, ସେଥିପାଇଁ ଏଟା ଦ୍ୱିତୀୟ ବିଭକ୍ତି ହବ। ବୁଝିପାରିଲ? ଭୟ ସେମିତି ଦେଖ, ଭୟ ଘୃଣା ଥିବ, ଘୃଣା ଶବ୍ଦଟା ଏଇଠି ଯୌତୁକ ଦ୍ୱିତୀୟ ବିଭକ୍ତି ହେଇଛି। ଡର ଥିଲେ ଏଠି ଦେଖ ଦ୍ୱିତୀୟ ବିଭକ୍ତି ହେଇଛି। ଡରନ୍ତି ଏଠି ଦେଖ ଶୀତକୁ ଦ୍ୱିତୀୟ ବିଭକ୍ତି ହେଇଛି। ଅର୍ଥାତ୍ ଯୋଉଠି ଭୟ, ଘୃଣା, ଲାଜ, ଲୁଚିବା ପ୍ରଭୃତି ଶବ୍ଦ ବା କ୍ରିୟା ଯୋଗେ ଦ୍ୱିତୀୟ ବିଭକ୍ତି ହୋଇଥାଏ। ଯଦି ଏଇଠି ଯୋଉ ଶବ୍ଦ ଥିବ ସେଠି ଦ୍ୱିତୀୟ ବିଭକ୍ତି ହବ। ତୃତୀୟ ବିଭକ୍ତି। କରଣ କାରକରେ ତୃତୀୟ ବିଭକ୍ତି। ବୁଝିପାରିଲ? ମୁଁ ନିଜେ ଆଖିରେ ଦେଖିଛି, କାନରେ ଶୁଣିଛି। କରଣ କାରକ କହିଲେ କେଉଁ କାରଣରୁ? ମାନେ ମୋ ଆଖିରେ ଦେଖିଛି। କୋଉଥିପାଇଁ ଦେଖିପାରିଲି? ମୋ ଆଖି ଥିଲା ବୋଲି, ଆଖି କାରଣରୁ ଦେଖିଲି। ତେଣୁକରି ଏଇଠି ଆଖିରେ ତୃତୀୟ ବିଭକ୍ତି ହେଇଛି। କାନରେ ତୃତୀୟ ବିଭକ୍ତି ହେଇଛି। ପ୍ରଧାନମନ୍ତ୍ରୀ ବିମାନରେ ଯୁକ୍ତରାଷ୍ଟ୍ର ଗଲେ। ଶ୍ରୀରାମ ନୌକାରେ, ଏଇଠି କରଣ କାରକରେ ତୃତୀୟ ବିଭକ୍ତି ହେଇଛି। ରେ ଲାଗିଛି। ବୁଝିପାରିଲ? କୋଉ କାରଣରୁ କାର୍ଯ୍ୟଟା ସାଧିତ ହେଲା? ଶ୍ରୀରାମ ନୌକାରେ ଗଙ୍ଗା ପାର ହେଲେ। କେଉଁଥିରେ ପାର ହେଲେ? ନା ନୌକାରେ। ସେଇଥିପାଇଁ ଏଠି ତୃତୀୟ ବିଭକ୍ତି ହେଲା। କ୍ରିୟା ବିଶେଷଣ ପଦରେ ତୃତୀୟ ବିଭକ୍ତି। କ୍ରିୟାକୁ ଏଇଟା ବି ବିଶେଷିତ କଲା, ତୃତୀୟ ବିଭକ୍ତି। ତୁଚ୍ଛାରେ ପୂର୍ବରୁ କ୍ରିୟା ବିଶେଷଣ ଅଛି, କିନ୍ତୁ ଏଠି ଦେଖ ବିଭକ୍ତି ର ଯୋଉ ସଂକେତ ରେ ଲାଗିଲା, ସେଥିପାଇଁ ଏଠି ତୃତୀୟ ବିଭକ୍ତି ହେଇଛି। ସୁଖରେ, ସମସ୍ତେ ସୁଖରେ ରୁହନ୍ତୁ। ବୁଝିପାରିଲ? ମୂଲ୍ୟ ଅର୍ଥ ତୃତୀୟ ବିଭକ୍ତି।
ସେଇଠି ଦେଖ ବିନିମୟ ଅର୍ଥରେ ବାପା 130 ଟଙ୍କାରେ ଓଡ଼ିଆ ଭାଗବତ କିଣିଛନ୍ତି। ଦେଖ ବିନିମୟ ଆଉ ମୂଲ୍ୟ ଅର୍ଥରେ ଦିଟାଙ୍କ ସମାନ ଜିନିଷ। ବିନିମୟ ବୋଲେ ଦବା, ମୂଲ୍ୟ ମାନେ ବି ସେଇ ଅର୍ଥକୁ ବୁଝଉଛି ହେଲା, ମୂଲ୍ୟ ଅର୍ଥରେ। ସେ ଦେଇଛି ଯେ 50 ଟଙ୍କାର ଭାଗବତ ଖଣ୍ଡିଏ କିଣିବାକୁ ମିଳୁଛି। ରେ ଲାଗିଛି, ସେଠି କୁ ଲାଗିଥିବ। ସାଦୃଶ୍ୟ ଅଧିକରଣ ଅନୁସାରେ ଶବ୍ଦ ଏଇ ଦେଖ ବିନିମୟ ବା ମୂଲ୍ୟ ଅର୍ଥରେ ଦ୍ୱିତୀୟ 50 ଟଙ୍କାକୁ ମଧ୍ୟ ଖଣ୍ଡିଏ ଭାଗବତ ମିଳୁଛି। 50 ଟଙ୍କା ବଦଳରେ ଭାଗବତ ମିଳୁଛି। ବାଇଗଣ କିଲୋକୁ 20 ଟଙ୍କା। ତେଣୁକରି ଏଇ ବିନିମୟ ବା ମୂଲ୍ୟ ଅର୍ଥରେ ଦ୍ୱିତୀୟ ଦେଖ କୁ ଲାଗିଛି, ସେଥିପାଇଁ ଗୋଟେ ଦ୍ୱିତୀୟ ବିଭକ୍ତି ହେଲା। ଏଠି ଦେଖ, ଏଠି ଆମର ଏଠି ଦେଖ ରେ ଲାଗିଲା ତୃତୀୟ ବିଭକ୍ତି। ବାପା 100 ଟଙ୍କାରେ ଓଡ଼ିଆ ଭାଗବତ ଆଣିଛନ୍ତି। 100 ଟଙ୍କା ବିନିମୟରେ ଓଡ଼ିଆ ଭାଗବତ ଆଣିଲେ। ବୁଝିପାରିଲ? ତେଣୁ ଦିଟାଙ୍କର ସମାନ ଅର୍ଥ, କେବଳ ବିଭକ୍ତିର ଚିହ୍ନ ଅଲଗା ଅଲଗା। ସେଥିପାଇଁ ଏଠି ତୃତୀୟ ବିଭକ୍ତି ହେଲା, ସେଠି ଦ୍ୱିତୀୟ ବିଭକ୍ତି ହେଲା। ହେତୁ ଅର୍ଥରେ ଦ୍ୱିତୀୟ ବିଭକ୍ତି। ଶିଶୁଟି ଭୋକରେ, ମାନେ ଶିଶୁଟି କଣ ପାଇଁ କାନ୍ଦୁଛି, କୋଉ କାରଣ ପାଇଁ କାନ୍ଦୁଛି, ଭୋକ ହେତୁ କାନ୍ଦୁଛି। ତେଣୁକରି ଋଷିଙ୍କ ଶାପରେ, ବୁଝିପାରିଲ, ଅପବର୍ଗ ବା ଫଳପ୍ରାପ୍ତି ବା କାର୍ଯ୍ୟ ସମାପ୍ତି ଅର୍ଥ ତୃତୀୟ ବିଭକ୍ତି ହେଲା। ଯୋଉଟା କାମ ହେଇସାରିଥିବ ହେଲା। ଆମ ଘରଟି 3 ମାସରେ ତିଆରି ସରିଲା। 3 ମାସରେ ସରିଗଲା। ମୁଁ ମହାଭାରତ ପଢା 6 ମାସରେ ଶେଷ କଲି। 6 ମାସ ଭିତରେ କାର୍ଯ୍ୟ ସମାପନ ହେଇଗଲା। ତେଣୁକରି ଏଇ ଅର୍ଥ ତୃତୀୟ ବିଭକ୍ତି ହେଇଛି। କର୍ମବାଚ୍ୟରେ, ଭାବବାଚ୍ୟରେ କର୍ତ୍ତା ଠାରୁ ତୃତୀୟ ବା ଅପ୍ରଧାନ କର୍ତ୍ତା ଠାରୁ ତୃତୀୟ। କର୍ମବାଚ୍ୟରେ ଓ ଭାବବାଚ୍ୟରେ କର୍ତ୍ତା ଠାରୁ ତୃତୀୟ ବା ଅପ୍ରଧାନ କର୍ତ୍ତା ଠାରୁ ତୃତୀୟ। କର୍ମବାଚ୍ୟ କହିଲେ ଶିକ୍ଷକଙ୍କ ଦ୍ୱାରା ବ୍ୟାକରଣ ପଢା ହେଲା। କାହା ଦ୍ୱାରା ପଢା ହେଲା? ଶିକ୍ଷକଙ୍କ ଦ୍ୱାରା। ବୁଝିପାରିଲ? ଏଠି ଅଛି ତୃତୀୟ ବିଭକ୍ତି। କର୍ମବାଚ୍ୟ ସେଟା, ଭାବବାଚ୍ୟ ସେଟା। ପ୍ରଯୋଜ୍ୟ କର୍ତ୍ତା ତୃତୀୟ ବିଭକ୍ତି। ହଁ। ପ୍ରଯୋଜକ କର୍ତ୍ତା ଥିଲା ପ୍ରଥମ ବିଭକ୍ତି, ପ୍ରଯୋଜ୍ୟ ଥିଲା ଦ୍ୱିତୀୟ ବିଭକ୍ତି, ପୁଣି ଗୋଟେ ଆସିଲା ପ୍ରଯୋଜ୍ୟ କର୍ତ୍ତା ତୃତୀୟ ବିଭକ୍ତି। ହେଲେ ଏଇଟା କଣ? ପ୍ରଯୋଜ୍ୟ କର୍ତ୍ତା ଏଠି ଦେଖ ଦ୍ୱାରା ଲାଗିଛି, ସେଥିପାଇଁ ଏଠି ତୃତୀୟ ବିଭକ୍ତି ହେଇଛି। ସେଇ ସେମ୍ ଜିନିଷ, ଯେ ଯାହା ଦ୍ୱାରା ଗୋଟେ କାର୍ଯ୍ୟ କରାଯାଏ ଏବଂ ଯିଏ ସେ କାର୍ଯ୍ୟଟା କରେ ତାକୁ ପ୍ରଯୋଜ୍ୟ କର୍ତ୍ତା ବୋଲି କୁହାଯାଏ। ଶିକ୍ଷକ ପିଅନ ଦ୍ୱାରା ଉପସ୍ଥାପନ ଖାତା ଆଣିଲେ। ସନ୍ନ୍ୟାସୀ ଗ୍ରାମବାସୀ ମାନଙ୍କ ଦ୍ୱାରା ଯଜ୍ଞ କରାଇଲେ। ତାହେଲେ ଏଠି ପ୍ରଯୋଜ୍ୟ କର୍ତ୍ତା, ଏଠି ତୃତୀୟ ବିଭକ୍ତି ହେଲା। ତାହେଲେ ଏଠି ଆମର ପ୍ରଯୋଜକ କର୍ତ୍ତା କିଏ? ଶିକ୍ଷକ। ଏଠି ପ୍ରଯୋଜକ କର୍ତ୍ତା ସନ୍ନ୍ୟାସୀ। ବୁଝିପାରିଲ? ଇଏ ଗୋଟେ ପ୍ରଯୋଜକ କର୍ତ୍ତା, ଇଏ ଗୋଟେ ପ୍ରଯୋଜକ କର୍ତ୍ତା। ଇଏ ହଉଛି ପ୍ରଯୋଜ୍ୟ କର୍ତ୍ତା ପିଅନ ଦ୍ୱାରା, ଗ୍ରାମବାସୀଙ୍କ ଦ୍ୱାରା। ଇଏ ହଉଛନ୍ତି ପ୍ରଯୋଜ୍ୟ କର୍ତ୍ତା। ଏଠି ତୃତୀୟ ବିଭକ୍ତି ହେଇଛି। ଜାତି, ଗୋତ୍ର, ବର୍ଣ୍ଣ, ରୂପ, ସ୍ୱଭାବ, ପ୍ରକୃତି, ଆକୃତି, ନାମ, ପ୍ରକୃତି ଯୋଗେ ତୃତୀୟ ବିଭକ୍ତି। ଯଦି ଏଇ ସବୁ ନାମ ଯୋଉଠି ଥିବ ସେଠି ତୃତୀୟ ବିଭକ୍ତି ହବ। ଜାତିରେ, ବର୍ଣ୍ଣରେ ତୃତୀୟ ବିଭକ୍ତି, ଗୋତ୍ରରେ, ରୂପରେ, ସ୍ୱଭାବରେ, ଆକୃତିରେ, ଆକାରରେ, ଏଇ ସବୁ ତୃତୀୟ ବିଭକ୍ତି ହେଇଛି। ବୁଝିପାରିଲ? ଊଣା, ଅଧିକ, ସାନ, ବଡ଼, ହୀନ, ଶୂନ୍ୟ ପ୍ରଭୃତି ଶବ୍ଦ ଯୋଗେ ତୃତୀୟ ବିଭକ୍ତି। ତ ଯେଉଁଠି ଲାଗିଥିବ ସୀତା, ଯେଉଁଠି ଏଇ ସବୁ ଶବ୍ଦ ଥିବ ସେଇ ଅନୁସାରେ ତୃତୀୟ ବିଭକ୍ତି ହବ। ଏଠି ଯେମିତି ପିଲାଟି ଆକୃତିରେ ଖୁବ ସୁନ୍ଦର, ଏଠି ଦେଖ ଜାତି, ଗୋତ୍ର, ବର୍ଣ୍ଣ, ରୂପ, ସ୍ୱଭାବ ଏଇ ସବୁ ଯୋଗେ ତୃତୀୟ ବିଭକ୍ତି ହେଇଛି। ଝିଅଟି ରୂପରେ ଅତି ସୁନ୍ଦର। ବୁଝିପାରିଲ? ରୂପରେ। ଏଠି ଊଣା, ସୀତା ଓ ଗୀତା କେହି କାହାଠାରୁ ନାଚରେ ଊଣା ନୁହେଁ। କେଉଁଥିରେ? ନାଚରେ। ତେଣୁ ଏଠି ତୃତୀୟ ବିଭକ୍ତି ହେଇଛି। ଗୋବିନ୍ଦ ଗୋପାଳ ଠାରୁ ବୟସରେ ସାନ। କୋଉଥିରେ? ବୟସରେ। ଗୁଣରେ ହୀନ। ବୁଝିପାରିଲ? ଏଠି ତୃତୀୟ ବିଭକ୍ତି ହେଇଛି। ପ୍ରୟୋଜନାର୍ଥକ ପଦ ଯୋଗେ ତୃତୀୟା। ତୁମ ଅଜଣା କଥାରେ ମୋର ପ୍ରୟୋଜନ ନାହିଁ। ଏଇ ଶବ୍ଦ ପାଇଁ, ପ୍ରୟୋଜନ ଶବ୍ଦ ପାଇଁ ଏଠି ତୃତୀୟ ବିଭକ୍ତି। ତୁମ ଅଜଣା କଥା, ଅର୍ଥାତ୍ ତୁମ ମୂଲ୍ୟହୀନ କଥାରେ ମୋର ପ୍ରୟୋଜନ ନାହିଁ। ସାଧୁତା ନଥିଲେ ଜୀବନରେ କିଛି ମୂଲ୍ୟ ନାହିଁ। ଅର୍ଥାତ୍ ଯୋଉଠି ସାଧୁତା ନାହିଁ ତାହେଲେ ସେଠି ଜୀବନର କୌଣସି ମୂଲ୍ୟ ନାହିଁ।
ବୁଝିଲ? ସେଥିପାଇଁ ପ୍ରୟୋଜନାର୍ଥକ ପଦଯୋଗ ତୃତୀୟା ବିଭକ୍ତି ହେଇଛି। ସହାର୍ଥକ ଶବ୍ଦ ତୃତୀୟା। ଯୋଉଠି ସାହାଯ୍ୟ କଥା କୁହାହଉଛି ସେ ତୃତୀୟା ବିଭକ୍ତି ହୁଏ। ଶିକ୍ଷକଙ୍କ ସାଙ୍ଗରେ ଛାତ୍ରଛାତ୍ରୀମାନେ ଭ୍ରମଣରେ ଗଲେ। କାହା ସାଙ୍ଗରେ? ଶିକ୍ଷକଙ୍କ ସାଙ୍ଗରେ। ସହାର୍ଥକ ଶବ୍ଦ ତୃତୀୟା ହେଇଛି। ତା ସାଥିରେ ତୃତୀୟା ହେଇଛି ହେଲା। ସହିତରେ ଯୋଉଠି ଲାଗିଛି ସେଠି ତୃତୀୟା ବିଭକ୍ତି ହେଇଛି। ଅଙ୍ଗ ବିକାରରେ ତୃତୀୟା। କାନରେ ଏଠି ଅଙ୍ଗ ବିକାର ପୂର୍ବରୁ ଗୋଟେ ଥିଲା ତୃତୀୟା ବିଭକ୍ତି ସେଠି କି ବିଭକ୍ତି ହୋଇଥିଲା ସେଟା କମେଣ୍ଟ କରିବ। ଏଇଟା ଦେଖ ଅଙ୍ଗ ବିକାର କାନରେ କାଲୁଣୀ। କାମିନୀ କାନରେ କାଲୁଣୀ। ଏଠି ଅଙ୍ଗ ବିକାର ତୃତୀୟା ହେଇଛି କାନରେ। ଏଠି ପାଦରେ ଛୋଟା। ବୁଝିପାରିଲ? ଲୋକଟି ପିଠିରେ କୁଚା। ଅର୍ଥାତ୍ ଯେଉଁ ଅଙ୍ଗ ବିକୃତ ହେଇଛି ସେ ଅଙ୍ଗରେ ତୃତୀୟା ବିଭକ୍ତି। ବିନା ଶବ୍ଦ ଯୋଗ ତୃତୀୟା। ଯୋଉଠି ବିନା ଲାଗିଥିବ ବିନା ବିଚାରରେ ଲୋକଟି ଦଣ୍ଡ ପାଇଲା। ବିନା ଶବ୍ଦ ଯୋଗ ତୃତୀୟା ବିଭକ୍ତି। ରେ ଲାଗିଲା ହେଲା। ବିନା ଉଦ୍ଦେଶ୍ୟରେ ତୃତୀୟା ବିଭକ୍ତି ହବ। ଚତୁର୍ଥୀ ବିଭକ୍ତି ସମ୍ପ୍ରଦାନ କାରକ। ସମ୍ପ୍ରଦାନ କାରକ କହିଲେ ସମ୍ୟକ ଦାନକୁ ସମ୍ପ୍ରଦାନ ବୋଲି କୁହାଯାଏ। ଯୋଉ ଜିନିଷ ଥରେ ଦିଆଯାଏ ଆଉ ତାକୁ ନିଆଯାଏନି ତାକୁ ସେଠି ସମ୍ପ୍ରଦାନ କାରକ ହୁଏ। ରାଜ୍ୟପାଳ ଜନସେବକଙ୍କୁ ପୁରସ୍କାର ଦେଲେ। ସେ କଣ ପୁରସ୍କାର ନେଇଯିବେ କି? ନେବେନି। ତେଣୁକରି ଏଇଠି ଜନସେବକଙ୍କୁ କାହା ପୁରସ୍କାର ଦେଲେ? ଜନସେବକଙ୍କୁ। ଏଠି ଚତୁର୍ଥୀ ବିଭକ୍ତି। ରୋଗୀକୁ ବଥି ଦିଅ। ସାଧୁ ସନ୍ତଙ୍କୁ ଅନ୍ନ ବସ୍ତ୍ର ଦେବା ଉଚିତ। କାହାକୁ ଦେବା ଉଚିତ? ସାଧୁ ସନ୍ତଙ୍କୁ। ତ ଏଠି ହେଲା ଚତୁର୍ଥୀ ବିଭକ୍ତି। ସମ୍ପ୍ରଦାନ କାରକ ଚତୁର୍ଥୀ। ନିମିତ୍ତ ଅର୍ଥରେ ଚତୁର୍ଥୀ। ତୁମେ ସାର୍ଟକୁ କନା କିଣିଲନି। ଯୋଉଟା ଯୋଉଥିପାଇଁ ଦରକାର ହେଲା ସେଇଠି ହଉଛି ଚତୁର୍ଥ ବିଭକ୍ତି ହେଲା। ସାର୍ଟକୁ ଏ ଯୁଗରେ ପେଟକୁ ଦାନା ହେଲା। ନିମିତ୍ତ ଅର୍ଥ ଚତୁର୍ଥୀ ବିଭକ୍ତି ହେଇଛି। ନିବାରଣ ଅର୍ଥ ଚତୁର୍ଥୀ। ଖରାକୁ ଛତା ନିଅ ଅର୍ଥାତ ଏଠି ଖରାକୁ ନିବାରଣ କରାହେଲା। ତାହେଲେ ଏଠି ଖରା ପାଖରେ ଚତୁର୍ଥୀ ବିଭକ୍ତି ଲାଗିଲା। ମୂଷାକୁ ମୂଷା ମାରିଦିଅ। କାହାକୁ ମୂଷା ମାରିଦିଅ? ମୂଷାକୁ। ମ୍ୟାଲେରିଆକୁ କୁଇନାଇନ୍ ଦିଆଯାଉ ଅର୍ଥାତ ମ୍ୟାଲେରିଆକୁ ଏଠି ନିବାରଣ କରାହଉଛି। ମଶାକୁ ଡିଟି ପକାଅ ହେଲା। ଏଠି ମଶାକୁ ନିବାରଣ କରାଯାଉଛି। ଯୋଉଠି ନିବାରଣ କରାଯାଏ ସେଠି ଚତୁର୍ଥୀ ବିଭକ୍ତି ହୁଏ। ନିବାରଣ ଅର୍ଥରେ। ରୁଚିବା ଅର୍ଥରେ ଚତୁର୍ଥୀ। ଶ୍ୱଶୁର ମଧୁର କଥା ସମସ୍ତଙ୍କୁ ଭଲ ଲାଗେ। ଜରୁଆ ପାଟିକୁ ଖାଦ୍ୟ ରୁଚେ। ବୁଝିପାରିଲ? ଏଠି ରୁଚିବା ଅର୍ଥରେ ରୁଚେ ନାହିଁ। ଚତୁର୍ଥୀ ବିଭକ୍ତି। ପାଟିକୁ ରୁଚେ ନାହିଁ ସମସ୍ତଙ୍କୁ ଭଲ ଲାଗେ। ସମ୍ମାନ ଅର୍ଥରେ ଚତୁର୍ଥୀ। ଗୁରୁଜନଙ୍କୁ ପ୍ରଣାମ। ଏଠି ଗୁରୁଜନଙ୍କୁ ପ୍ରଣାମ। କୁ ଲାଗିଛି ପିଲାମାନେ ଚତୁର୍ଥୀ ବିଭକ୍ତି। କୁ ଈଶ୍ୱରଙ୍କୁ ଗୁରୁଜନଙ୍କୁ ପିତାଙ୍କୁ ଏଇ ଅର୍ଥରେ ହେଇଛି ସବୁ ଚତୁର୍ଥୀ ବିଭକ୍ତି। ଭାଇମାନଙ୍କୁ। ଯୋଗ୍ୟ ଅର୍ଥରେ ଚତୁର୍ଥୀ। ଯେମିତି ଦିହକୁ ସେମିତି ପୂଜା ଅର୍ଥାତ ଯିଏ ଯେମିତି କାମ କଲା ତାକୁ ସେଇ ଅନୁସାରେ ସମ୍ମାନ ଦେଖେଇବା। ଏଠି ସେଥିପାଇଁ ଯୋଗ୍ୟ ଅର୍ଥରେ ଚତୁର୍ଥୀ। ଜେସା କୁ ତେସା ହେବା। ଜେସା ତୁ ତେସା ହେଇଛି। ଜେସା କୁ ହବାଟା ଭୁଲ ଅଛି। ତମ ମନକୁ ମୋ କଥା ପାଇଲା। ମନକୁ ଯୋଗ୍ୟ ଅର୍ଥରେ ହେଲା। ଯୋଉ କଥାଟା ଯୋଉଠି ଶୋଭା ପାଏ। ପଞ୍ଚମ ବିଭକ୍ତି ଉପାଦାନ କାରକ। ଉପାଦାନ କହିଲେ କଣ କହିଥିଲି? ଉପାଦାନ କହିଲେ ଅଲଗା ହେଇଯିବା। ଚନ୍ଦ୍ରରୁ ଜ୍ୟୋତ୍ସ୍ନା ଆସୁଛି ଅର୍ଥାତ ଚନ୍ଦ୍ରରୁ ଜ୍ୟୋତ୍ସ୍ନାଟା ଅଲଗା ହେଇ ଆସୁଛି। ତାହେଲେ କୋଉଠୁ ଆସୁଛି ଅଲଗା ହଉଛି? ଚନ୍ଦ୍ରରୁ ଅଲଗା ହଉଛି। ତାହେଲେ ଚନ୍ଦ୍ର ପାଖରେ ହେଇଛି ପଞ୍ଚମ ବିଭକ୍ତି। ବଡ ଦେଉଳରୁ ପଥର ଖସିଲା। କୋଉଠି ପଥର ଖସିଲା? ନା ବଡ ଦେଉଳରୁ ଖସିଲା। ତାହେଲେ ଏଠି ବଡ ଦେଉଳ ପାଖରେ ପଞ୍ଚମ ବିଭକ୍ତି। ରୁ। ଦେଶରୁ ବିଦେଶୀ ମାନେ ଚାଲିଗଲେ। କୋଉଠି ଚାଲିଲେ? ନା ଦେଶରୁ। ସେଇଠି ଏଇ ସବୁ ପୃଥକ ହେଇଯିବାକୁ ମାନେ ଅଲଗା ଅଲଗା ହେଇଯିବାକୁ ଅପାଦାନ କାରକ ବୋଲି କୁହାଯାଏ। ହେତୁ ଅର୍ଥରେ ପଞ୍ଚମୀ। ପୁଅର ଦୋଷରୁ ବାପା ଜେଲ ଗଲେ। କାହାର ଦୋଷରୁ ଗଲେ? ନା ପୁଅର ଦୋଷରୁ। ପୁଅର ଦୋଷ ହେତୁ ବାପା ଜେଲ ଗଲେ। ସେଇଠି ହେତୁ ଅର୍ଥରେ ପଞ୍ଚମୀ ଅଛି। ଉତ୍କର୍ଷ ବା ଅପକର୍ଷ ଅର୍ଥରେ ତୁଳନାର୍ଥ ବା ଅପେକ୍ଷା ଅର୍ଥରେ ପଞ୍ଚମୀ। ମଶା ଓ ମାଛି ବାଘ ଠାରୁ ମଧ୍ୟ ଭୟଙ୍କର। ଏଠି ବାଘ ଠାରୁ ଉତ୍କର୍ଷତା ପ୍ରକାଶ କରାଯାଇଛି। ତାହେଲେ ବାଘ ଠାରେ ଏଇଠି ପଞ୍ଚମୀ ବିଭକ୍ତି ହେଇଛି। ଦେଖ
ମଶା ମାଛି କାହାଠାରୁ ଭୟଙ୍କର ନା ବାଘ ଠାରୁ। ଏଠି ଉତ୍କର୍ଷତା ତାଙ୍କର ପ୍ରତିପାଦନ ହେଇଛି। ଖଣ୍ଡା ଠାରୁ ଲେଖନୀ ଖୁବ୍ ଶକ୍ତିଶାଳୀ। ଲେଖନଟା କାହାଠାରୁ ଶକ୍ତିଶାଳୀ ନା ଖଣ୍ଡା ଠାରୁ। ତାହେଲେ ଯାହା ଠାରୁ ଶ୍ରେଷ୍ଠ ଯାହା ଠାରୁ ଶ୍ରେଷ୍ଠ ସେ ପାଖରେ ଲାଗିଛି ହେଇଛି ପଞ୍ଚମୀ ବିଭକ୍ତି। ତେଣୁକରି ଏଇଟା ଉତ୍କର୍ଷ ବା ଅପକର୍ଷ ଅର୍ଥରେ ପଞ୍ଚମୀ ବିଭକ୍ତି। ଆବିର୍ଭାବ ସ୍ଥାନ ବୁଝାଉଥିଲେ ପଞ୍ଚମୀ ବିଭକ୍ତି ହୁଏ। ଗଙ୍ଗା ହିମାଳୟରୁ ନିର୍ଗତ ହୋଇଛି। ଗଙ୍ଗା କୋଉଠୁ ବାହାରିଛି? ହିମାଳୟରୁ। ତ ଏଇ ଆବିର୍ଭାବ ସ୍ଥାନ ବୁଝାଉଥିଲେ ପଞ୍ଚମୀ ବିଭକ୍ତି। ଗଙ୍ଗା ହିମାଳୟରୁ ନିର୍ଗତ ହେଇଛି। ଯୋଉଠୁ ବାହାରିଥିବ ସେଇ ଜାଗାରେ ପଞ୍ଚମୀ ବିଭକ୍ତି ହବ। ବୁଝିପାରିଲ? ମହାନଦୀ ଅମରକଣ୍ଟକ ମାଳଭୂମିରୁ ବାହାରିଛି। ବୈତରଣୀ ଗୋନାସିକା ପର୍ବତରୁ ବାହାରିଛି। ଯୋଉଠୁ ବାହାରିଥିବ, ଯୋଉଠୁ ଆବିର୍ଭାବ ହୋଇଥିବ ସେଇଠି ପଞ୍ଚମୀ ବିଭକ୍ତି ହବ। ଉତ୍ପତ୍ତିର ହେତୁବୋଧକ ଶବ୍ଦରେ ପଞ୍ଚମୀ। ଧାନରୁ ଗଜା ହେଲାଣି। କୋଉଠୁ ଗଜା ହେଲାଣି? ଧାନରୁ। ହେଲା, ଏଠି ପଞ୍ଚମୀ ବିଭକ୍ତି। ଦହିରୁ ଲହୁଣୀ ବାହାରେ। ଯୋଉଠୁ ଉତ୍ପତ୍ତି ହୁଏ, ଉତ୍ପତ୍ତିବୋଧକ ଶବ୍ଦରେ ପଞ୍ଚମୀ ବିଭକ୍ତି। ଆବିର୍ଭାବ ସ୍ଥାନ ବୁଝେଇଲେ ଦେଖ ଗୋଟେ ଜିନିଷ କମନ ଦେଖ, ଉପାଦାନ କାରକ କହିଲେ ଅଲଗା ହେଇଯିବ। ଯୋଉଟା ମୂଳ ଜିନିଷର ଅଲଗା ହଉଛି ସେଠି ପଞ୍ଚମୀ ବିଭକ୍ତି ହଉଛି। ଆଉ ଆବିର୍ଭାବ, ଯୋଉଠୁ ଆବିର୍ଭାବ ହଉଛି ସେଇଠି ପଞ୍ଚମୀ ବିଭକ୍ତି ହଉଛି। ଯୋଉଠୁ ଉତ୍ପତ୍ତି ହେଇଛି ସେଇଠୁ ପଞ୍ଚମୀ ବିଭକ୍ତି ହଉଛି। ତ ଅପାଦାନ କାରକରେ ପଞ୍ଚମୀ, ଉତ୍ପତ୍ତିର ହେତୁବୋଧରେ ପଞ୍ଚମୀ, ଆଉ ଆବିର୍ଭାବ ଅର୍ଥରେ ପଞ୍ଚମୀ। ଏଇ ତିନିଟା ରହିଲା ଆମର। ଯୋଉଟା ମୂଳ ଜିନିଷରୁ ଯେତେବେଳେ ବାହାରୁଛି, ଯେତେବେଳେ ଅଲଗା ହଉଛି ସେଠି ଆମର ପଞ୍ଚମୀ ବିଭକ୍ତି ହଉଛି। ବିରାମ ଅର୍ଥ ବୁଝାଉଥିଲେ ପଞ୍ଚମୀ। ଯେ ଅଧ୍ୟାବସାୟରୁ ବିରତ ହୁଏ ସେ ଉନ୍ନତ ସ୍ୱାଦ ଚାଖେ ନାହିଁ। ଅର୍ଥାତ୍ ବିରତି ହେଇଯିବା। ହେଲା, କୋଉଠୁ ବିରତି ହେବା ନା ଅଧ୍ୟାବସାୟରୁ। ଅଧ୍ୟାବସାୟରୁ ଏଠି ପଞ୍ଚମୀ ବିଭକ୍ତି ହେଲା। ଅସମାପିକା କ୍ରିୟାଯୋଗ ପଞ୍ଚମୀ, ଯୋଉଟା ସମାପନ ହୋଇନାହିଁ ତା ପାଖରେ ପଞ୍ଚମୀ। ତୁମ କଥାରୁ ଏତେ କଷ୍ଟ ପକାଇଲି, ମାନେ ଏଇଟା ସମ୍ପାଦନ, ଏଇଟା ସମ୍ପୂର୍ଣ୍ଣ ହେଇନି, ଲୋପ ହେଇନି, ମାନେ ସମାପିକା କ୍ରିୟାଟା ସମାପନ ହେଇନି, ସେଥିପାଇଁ ଏଠି ପଞ୍ଚମୀ ବିଭକ୍ତି ହେଲା। ରକ୍ଷାର୍ଥକ ଶବ୍ଦଯୋଗ ପଞ୍ଚମୀ। ସୈନିକମାନେ ଦେଶରୁ ଶତ୍ରୁଠାରୁ ରକ୍ଷା କରନ୍ତି। କାହାଠାରୁ ରକ୍ଷା କରନ୍ତି? ଶତ୍ରୁଠାରୁ। ହେଲା, ରକ୍ଷାର୍ଥକ ଶବ୍ଦଯୋଗ ପଞ୍ଚମୀ ଏଠି ହେଲା। ରାମ ରାବଣକୁ ମାରି ସୀତାକୁ ଲଙ୍କାରୁ ଉଦ୍ଧାର କଲେ। କୋଉଠୁ ଉଦ୍ଧାର କଲେ? ଲଙ୍କାରୁ। ପଞ୍ଚମୀ ବିଭକ୍ତି ରକ୍ଷାର୍ଥକ। ଭିନ୍ନାର୍ଥକ ଶବ୍ଦଯୋଗ ପଞ୍ଚମୀ। ମୋ ଚିନ୍ତାଧାରା ତୁମ ଚିନ୍ତାଧାରା ଠାରୁ ଭିନ୍ନ। ଯୋଉଠି ଭିନ୍ନ ଲାଗିଥିବ ସେଇଠି ପଞ୍ଚମୀ ବିଭକ୍ତି ହୁଏ। ଚିନ୍ତାଧାରା ଠାରୁ ଭିନ୍ନ। ଆମ୍ବ ଠାରୁ ଆମ୍ବେଡ଼ା ପୃଥକ। କାହାଠାରୁ ପୃଥକ? ନା ଆମ୍ବ ଠାରୁ। ପଞ୍ଚମୀ ବିଭକ୍ତି। ଅହିଂସା ନୀତିରୁ ହିଂସାର ସମ୍ପୂର୍ଣ୍ଣ ତଫାତ୍। ବୁଝିଗଲା? ଭିନ୍ନାର୍ଥକ ଶବ୍ଦଯୋଗ ପଞ୍ଚମୀ ଏଠି। ସୀମା। ସୀମା ବୁଝାଉଥିବା ମାର୍ଗବାଚକ ଓ କାଳବାଚକ ପଦରେ ପଞ୍ଚମୀ ବିଭକ୍ତି। ହିମାଳୟରୁ କୁମାରିକା ଯାଏଁ। କୋଉଠୁ କୋଉ ଯାଏଁ? ହିମାଳୟରୁ। ରବିବାରରୁ ସୋମବାର ପର୍ଯ୍ୟନ୍ତ। ବୁଝିପାରିଲ? ଯୋଉଠି ଗୋଟେ ସମୟ ସୀମାକୁ ବୁଝଉଛି ସେ ଜାଗାରେ ପଞ୍ଚମୀ ବିଭକ୍ତି ହଉଛି। ଏଠି ରୁ ଲାଗିଛି, ମନେ ରଖିଥିବ ଏଇଟା। ଆରମ୍ଭ ଶବ୍ଦଯୋଗ ପଞ୍ଚମୀ। ବାଲେଶ୍ୱରରୁ ଆରମ୍ଭ କରି, ଯୋଉଠି ସବୁ ଆରମ୍ଭ ଶବ୍ଦ ଲାଗିଥିବ ସେଠି ପଞ୍ଚମୀ ବିଭକ୍ତି। ନେତା ଠାରୁ ଆରମ୍ଭ କରି, ବୈଶାଖରୁ ଆରମ୍ଭ କରି, ହେଲା, ଯୋଉଠି ଆରମ୍ଭ ଲାଗିଛି ସେଠି ପଞ୍ଚମୀ ବିଭକ୍ତି। ପରାଜୟ ଅର୍ଥକ ଶବ୍ଦଯୋଗରେ ପଞ୍ଚମୀ। ପାକିସ୍ତାନ ଭାରତ ଠାରୁ ପରାଜିତ ହେଲା। କାହାଠାରୁ ପରାଜିତ ହେଲା? ନା ଭାରତ ଠାରୁ। ଯାହାଠାରୁ ପରାଜିତ ହୁଏ ସେଠାରୁ ତା ପାଖରେ ପଞ୍ଚମୀ ବିଭକ୍ତି ଲାଗେ। ଠାରୁ। ଦିଗବାଚକ ଶବ୍ଦର ପ୍ରୟୋଗରେ ଯେଉଁ ସ୍ଥାନରୁ ଦିଗ ନିର୍ଣ୍ଣୟ ହୁଏ ସେଠାରେ ପଞ୍ଚମୀ ବିଭକ୍ତି ହୁଏ। ଭୁବନେଶ୍ୱରରୁ ଉତ୍ତରକୁ ଗଲେ କଟକ ପଡେ। କୋଉଠୁ? ଭୁବନେଶ୍ୱରରୁ ଉତ୍ତରକୁ ଗଲେ କଟକ ପଡେ। ତାହେଲେ କୋଉଠୁ ଉତ୍ତରକୁ ଗଲେ? ନା ଭୁବନେଶ୍ୱରରୁ ଉତ୍ତରକୁ ଗଲେ। ବାଲୁଗାଁରୁ ପୂର୍ବକୁ ଗଲେ। କୋଉଠୁ ଗଲେ? ନା ବାଲୁଗାଁରୁ। ଯେଉଁଠୁ ଦିଗ ନିର୍ଣ୍ଣୟ ହୁଏ ସେ ସ୍ଥାନରୁ ପଞ୍ଚମୀ ବିଭକ୍ତି। ଦୂର ନିକଟ ଶବ୍ଦଯୋଗ ପଞ୍ଚମୀ। ତାଙ୍କ ଘରୁ ତୁମ ଘର ଖଣ୍ଡେ ଦୂର। ଦୂର ଲାଗିଛି, ତାଙ୍କ ଘରୁ ତୁମ ଘର ଖଣ୍ଡେ ଦୂର। ତ ଏଠି ଘରୁ ଏଠି ଲାଗିଛି ପଞ୍ଚମୀ ବିଭକ୍ତି। ଷ୍ଟେସନରୁ ସଚିବାଳୟ ନିକଟ। କୋଉଠୁ? ଷ୍ଟେସନରୁ। ବିଦ୍ୟା ଗ୍ରହଣ ପଞ୍ଚମୀ।
ନେହେରୁ କେମ୍ବ୍ରିଜରୁ ଶିକ୍ଷା ଲାଭ କଲେ। କୋଉଠୁ ଶିକ୍ଷା ଲାଭ କଲେ? ନା କେମ୍ବ୍ରିଜରୁ। ତାହେଲେ ଏଇଠି ହେଲା ପଞ୍ଚମୀ ବିଭକ୍ତି। ଗୋବିନ୍ଦ ଚନ୍ଦ୍ର ହାଡିପାଙ୍କ ଠାରୁ ଆଧ୍ୟାତ୍ମିକ ଜ୍ଞାନ ପାଇଲେ, ଆତ୍ମଜ୍ଞାନ ପାଇଲେ। ତାହେଲେ କାହାଠାରୁ? ନା ହାଡିପାଙ୍କ ଠାରୁ। ଏଇଠି ହେଇଛି ପଞ୍ଚମୀ ବିଭକ୍ତି। ବିଦ୍ୟା ଗ୍ରହଣ ଅର୍ଥରେ ପଞ୍ଚମୀ ବିଭକ୍ତି। ନିବାରଣ ଅର୍ଥ ଯୋଗେ ପଞ୍ଚମୀ। ରୁ ଲାଗିଛି ଦେଖ, ରୁ ପଞ୍ଚମୀ ବିଭକ୍ତିରେ ରୁ ଲାଗିଛି। ଅସତ୍ ପଥ ରୁ, ସିଏ ଗୋଟେ ନିବାରଣ ଅର୍ଥରେ ଥିଲା। ନିବାରଣ ଅର୍ଥରେ ଅନ୍ୟ ଆଉ କଣ? ଆଉ କୋଉ ବିଭକ୍ତି ହୁଏ? ପିଲାମାନେ କମେଣ୍ଟ କର। ହଁ, ଗୋଟେ ହିଣ୍ଟସ୍ ଦେଇ ଦଉଛି ଯେ ମଶାକୁ ମଶା ମାରି ଦିଅ, ରୋଗୀକୁ ଔଷଧ ଦିଅ। ତେଣୁକରି ସେଇ ନିବାରଣ ଅର୍ଥରେ କେଉଁ ବିଭକ୍ତି ହଉଛି? ଏଇ ନିବାରଣ ଅର୍ଥରେ କେଉଁ ବିଭକ୍ତି ଟିକେ ମନେ ପକାଅ, ପକେଇକି କହିବ। ନିବାରଣ ଅର୍ଥ କ୍ରିୟା ଯୋଗେ ପଞ୍ଚମୀ। ଦେଖ, ପୁଅକୁ ଅସତ୍ ପଥରୁ ବାରଣ କର, ଅସତ୍ ପଥରୁ ତାକୁ ନିବାରଣ କର। ଜନସାଧାରଣ ଦୁର୍ନୀତିରୁ ନିବୃତ୍ତ ହୁଅ। କୋଉଠୁ ନିବୃତ୍ତ ହୁଏ? ନା ଦୁର୍ନୀତିରୁ। ୟାକୁ ଏଇ ନିବାରଣ ଅର୍ଥରେ ପଞ୍ଚମୀ ବିଭକ୍ତି ହୁଏ। ଷଷ୍ଠୀ ବିଭକ୍ତି। ସମ୍ବୋଧ ପଦରେ ଷଷ୍ଠୀ ବିଭକ୍ତି ହୁଏ। ସମ୍ବୋଧ ପଦ ବିଭିନ୍ନ ପ୍ରକାର, ବିଭିନ୍ନ ସମ୍ବୋଧ ପଦ ଯୋଗେ ଷଷ୍ଠୀ ବିଭକ୍ତି ହେଲେ ତାକୁ ସମ୍ବୋଧ ଷଷ୍ଠୀ କୁହନ୍ତି। ଚନ୍ଦ୍ରର ଆଲୋକ, ଇନ୍ଦ୍ରଧନୁ ର ରଙ୍ଗ, ହେଲା ର ଲାଗିଛି ସବୁ, ର ଲାଗିଲେ ଷଷ୍ଠୀ ବିଭକ୍ତି। ମୟୂରର ଚନ୍ଦ୍ରିକା, ଛାତ୍ରର କର୍ତ୍ତବ୍ୟ, କୁଷ୍ଠ ରୋଗୀର ସେବା, ହେଲା। ନିର୍ଦ୍ଧାରଣ ଅର୍ଥରେ ଷଷ୍ଠୀ, ଯୋଉଠି ଶ୍ରେଷ୍ଠତ୍ୱ ପ୍ରତିପାଦନ କରାଯାଏ ସେଠି ଷଷ୍ଠୀ ବିଭକ୍ତି ହୁଏ। ନିର୍ଦ୍ଧାରଣ ଅର୍ଥରେ ଷଷ୍ଠୀ। ଦେଖ, ବସନ୍ତ ଋତୁମାନଙ୍କ ମଧ୍ୟରେ ରାଜା। ବସନ୍ତ ଏଠି ବସନ୍ତ ଋତୁର ଶ୍ରେଷ୍ଠତା ପ୍ରତିପାଦନ କରାଗଲା। ଋତୁମାନଙ୍କର ରାଜା, ବିଭିନ୍ନ ପ୍ରକାର ଋତୁ ମଧ୍ୟରେ ବସନ୍ତ ହେଉଛି ରାଜା। ଗରୁଡ଼ ପକ୍ଷୀମାନଙ୍କର ଅଧିପତି। କାହାର? ନା ପକ୍ଷୀମାନଙ୍କର। ପକ୍ଷୀମାନଙ୍କର ଏଠି ହେଇଛି ଷଷ୍ଠୀ ବିଭକ୍ତି, ଯୋଉଠି ନିର୍ଦ୍ଧାରଣ କରାଯାଉଛି, ଜଣଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରାଯାଉଛି। ଉପେନ୍ଦ୍ର ଭଞ୍ଜ କବିମାନଙ୍କର ସମ୍ରାଟ। କବିମାନଙ୍କ ଭିତରେ ସେ ଶ୍ରେଷ୍ଠ ହେଇଥିବାରୁ ତାଙ୍କୁ କବି ସମ୍ରାଟ ବୋଲି କୁହାଯାଏ। ତେଣୁକରି ତାଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରାଗଲା। ତେଣୁକରି ଏଇ ଅର୍ଥରେ ଷଷ୍ଠୀ ବିଭକ୍ତି। ସାହାର୍ଥକ ସଦଯୋଗ ଷଷ୍ଠୀ। ରାମ ସୁଗ୍ରୀବଙ୍କ ସହିତ ମିତ୍ରତା ସ୍ଥାପନ କଲେ। ଭକ୍ତ ସହିତ ଭଗବାନଙ୍କର ମଧୁର ସମ୍ପର୍କ ଥାଏ। ଯୋଉଠି ସାହାର୍ଥକ ଶବ୍ଦ ଥିବ ସେଠି ଷଷ୍ଠୀ ବିଭକ୍ତି ହୁଏ। ସହିତ, ସହିତ, ସହ, ସାଙ୍ଗରେ, ଏସବୁ ଶବ୍ଦ ଯୋଉଠି ଥିବ ସେଠି ହୁଏ ଷଷ୍ଠୀ। ପ୍ରତି, ବିନା, ନିକଟ, ଦୂର, ତୁଲ୍ୟ ଶବ୍ଦ ଯୋଗରେ ଷଷ୍ଠୀ। ଈଶ୍ୱରଙ୍କ ଇଚ୍ଛା ବିନା ଗଛର ପତ୍ର ମଧ୍ୟ ହଲେ ନାହିଁ। ଇଚ୍ଛା, ଏସବୁ ଷଷ୍ଠୀ ବିଭକ୍ତି, ହେଲା। ପ୍ରତି, ବିନା, ନିକଟ, ଦୂର, ତୁଲ୍ୟ ଶବ୍ଦ ଯୋଗରେ ଷଷ୍ଠୀ। ଯଜ୍ଞାର୍ଥରେ ଷଷ୍ଠୀ, ହେଲା। ଖାଇବାର ପୁତ୍ର ଗଲା ମଥୁରା ପ୍ରଭୁ, ଅର୍ଥାତ୍ ଖାଇବା ପାଇଁ, ଯାହା ପାଇଁ ଏଇ ଖାଇବା ରଖାଯାଇଛି ବା ଯିଏ ହେଉଛି ଏଇ ଖାଇବାର ଯୋଗ୍ୟ, ସେ ପୁତ୍ର ମୋର ମଥୁରାକୁ ଯାଇଛି। ତେଣୁକରି ଏଠି ଖାଇବା ପାଖରେ ଷଷ୍ଠୀ ବିଭକ୍ତି। ଯାହା ପଢିବାର କଥା, ପଢିବାର ଯୋଗ୍ୟ, ପଢିବାର କଥା, ଷଷ୍ଠୀ ବିଭକ୍ତି ହେଲା। କର୍ମବାଚ୍ୟରେ ଭାବବାଚ୍ୟରେ କୃତକାରକରେ ଷଷ୍ଠୀ ବିଭକ୍ତି। ଛାତ୍ରଟି ର ଲାଗିଛି ସବୁ ଜାଗାରେ, ହେଲା। ତ ଏଠି ଷଷ୍ଠୀ ବିଭକ୍ତି। ଛାତ୍ରଟିର ପାଠପଢା ସରିନାହିଁ, ତାଙ୍କର ଅବସର ନିଆହବ। ଅଧିକରଣ କାରକରେ ସପ୍ତମୀ। ଅଧିକରଣ କାରକ, ଦେଖ, ଆମେରିକାରେ ବହୁ ଭାରତୀୟ ବାସ କରୁଛନ୍ତି। ଏଟା କୋଉ ଅଧିକରଣ କାରକ କିଏ କହିବ? ଆମେରିକାରେ। କିଏ କହିପାରିବ ଏଇ ଅଧିକରଣଟା କୋଉ କାରକ, ମାନେ କୋଉ ଅଧିକରଣ କାରକ? ଏଟା ସ୍ଥାନାଧିକରଣ କାରକ, ଗୋଟେ ସ୍ଥାନକୁ ବୁଝଉଛି। ଆମେରିକାରେ ବହୁ ଭାରତୀୟ ବାସ କରନ୍ତି। ଆଶ୍ଵିନ ମାସରେ, ଏଇଟା କୋଉ କାରକ? କାଳାଧିକରଣ, ଗୋଟେ ସମୟ ଖଣ୍ଡକୁ ବୁଝଉଛି। ବୁଝିପାରିଲ? ଜ୍ଞାନ କୌଶଳ କ୍ଷେତ୍ରରେ, ଏଇଟା କଣ? ଏଇଟା ସ୍ଥାନାଧିକରଣ, ଏଇଟା କାଳାଧିକରଣ, ଏଇଟା ବିଷୟାଧିକରଣ। ବୁଝିପାରିଲ? ଏଇ ଅଧିକରଣ କାରକରେ ସପ୍ତମୀ ବିଭକ୍ତି। ନିର୍ଦ୍ଧାରଣରେ ସପ୍ତମୀ, ସେଠି ନିର୍ଦ୍ଧାରଣ ଷଷ୍ଠୀ ଥିଲା, ନିର୍ଦ୍ଧାରଣ ଏଠି ସପ୍ତମୀ। ଏଠି ରେ ଲାଗିଛି, ଏଠି ର ଲାଗିଥିବ, ଏଠି ରେ ଲାଗିଛି। ତେଣୁକରି ଏଠି ବିଭକ୍ତି ଚିହ୍ନ ଗୁଡିକ ମଧ୍ୟ ଅଧିକ ଗୁରୁତ୍ୱ ବହନ କରନ୍ତି। କ୍ଷତ୍ରିୟ ମାନଙ୍କ ଭିତରେ, କୋଉମାନେ? କ୍ଷତ୍ରିୟ ମାନଙ୍କ ଭିତରେ ରାଜପୁତ ମାନେ ବୀର ଥିଲେ। କାହା ଭିତରେ? କ୍ଷତ୍ରିୟ ମାନଙ୍କ ଭିତରେ। ଗୁଣ ମାନଙ୍କ ମଧ୍ୟରେ ପରୋପକାର ଶ୍ରେଷ୍ଠ। ବୁଝିପାରିଲ? ଯୋଉଠି ନିର୍ଦ୍ଧାରଣ କରାଯାଏ ସେଠି ସପ୍ତମୀ ବିଭକ୍ତି ହୁଏ। ନିର୍ଦ୍ଧାରଣ
ନିର୍ଦ୍ଧାରଣ ଷଷ୍ଠୀ ଅଛି, ନିର୍ଦ୍ଧାରଣ ସପ୍ତମୀ ଅଛି, କିନ୍ତୁ ବିଭକ୍ତି ଚିହ୍ନ ଅଲଗା ଅଲଗା ଅଛି। ବୁଝିପାରିଲ? ଭାବେ ସପ୍ତମୀ। ବର୍ଷା ଆଗମନରେ ଚାଷୀ କୂଳ ଆନନ୍ଦିତ ହେଲେ। ବର୍ଷା ଆଗମନ ହେବାରୁ ଚାଷୀ କୂଳ ଆନନ୍ଦିତ ହେଲେ। ବୁଝିପାରିଲ? ରେ ଲାଗିଛି ଦେଖ। ସେଥିପାଇଁ ଏଠି ସପ୍ତମୀ ବିପାଶାର୍ଥରେ। ଆଚ୍ଛା, ପୂର୍ବରୁ ଗୋଟେ ବିପାଶାର୍ଥରେ ଥରକୁ ଥର, ଦିନକୁ ଦିନ ଏସବୁ ଥିଲା। ସେଠି କୋଉ ବିଭକ୍ତି ହବ? କିଏ କହିବ? ବିପାଶାର୍ଥରେ ବାରମ୍ବାର ଯେଉଁ ଶବ୍ଦ ବ୍ୟବହାର ହୁଏ ତାକୁ ବିପାଶା ବୋଲି କୁହାଯାଏ। ତ ଥରକୁ ଥର, ଦିନକୁ ଦିନ, ସେ ଦ୍ୱିତୀୟ ବିଭକ୍ତି ହେଇଛି ହେଲା। ଥରକୁ ଥର, ଦିନକୁ ଦିନ। ଏଇଠି ଦେଖ ଗାଁରେ ଗାଁରେ, ଏଠି ରେ ଲାଗିଛି, ତ ଏଠି ସପ୍ତମୀ ବିଭକ୍ତି। ଓଡିଶାରେ ଗାଁରେ ଗାଁରେ ଖୁଦୁରୁକୁଣୀ ଓଷା ପାଳିତ ହୁଏ। ଘରେ ଘରେ, ପୃଷ୍ଠାରେ ପୃଷ୍ଠାରେ। ବୁଝିପାରିଲ? ଏଠି ବିପାଶାର୍ଥରେ ସପ୍ତମୀ କାହିଁକି ହେଇଛି? ନିପୁଣ ଆଦି ଶବ୍ଦ ଯୋଗରେ ସପ୍ତମୀ ବିଭକ୍ତି। ଅର୍ଥାତ୍ ନିପୁଣ, ପ୍ରବୀଣ, ପଣ୍ଡିତ, କୁଶଳ, ଦକ୍ଷ ଏସବୁ ଶବ୍ଦ ଥିଲେ ସପ୍ତମୀ ବିଭକ୍ତି। ଡକ୍ଟର ବାସୁଦେବ ସାହୁ ଭାଷା ତତ୍ତ୍ୱରେ ନିପୁଣ। ସେ କୋଉଥିରେ ନିପୁଣ ଥିଲେ? ଭାଷା ତତ୍ତ୍ୱରେ। ଭାଷା ତତ୍ତ୍ୱ ହେଉଛି ସପ୍ତମୀ। କୁମାର କବି ଅରକ୍ଷିତ ପ୍ରଧାନ ଆଧ୍ୟାତ୍ମିକ ପ୍ରବଚନରେ ପ୍ରବୀଣ ଅଟନ୍ତି। କୋଉଥିରେ ପ୍ରବୀଣ ସେ? ଆଧ୍ୟାତ୍ମିକ ପ୍ରବଚନରେ। ଦିବାକର ମହାରଣା କାଠ କାମରେ କୁଶଳୀ। କୋଉଥିରେ କୁଶଳୀ? ନା କାଠ କାମରେ। ତ କାଠ କାମରେ ଏଇଠି ସପ୍ତମୀ ହେଲା। ମିହିର ସେନ ସନ୍ତରଣରେ ପଟୁ। କୋଉଥିରେ ପଟୁ? ସନ୍ତରଣରେ। ବୁଝିପାରିଲ? ନିପୁଣ, ପ୍ରବୀଣ, ପଣ୍ଡିତ, କୁଶଳ, ଦକ୍ଷ, ସାଧୁ, ପଟୁ, ଧୁରନ୍ଧର, ପାରିବାରିକ, ବିଶାରଦ ଏଇସବୁ ଶବ୍ଦ ଯୋଉ ପାଖରେ ଥିବ ତ ଏଇଠି ସପ୍ତମୀ ବିଭକ୍ତି ହବ। ପାରସ୍ପରିକ ସାଦୃଶ୍ୟ ଅସାଦୃଶ୍ୟ ଶବ୍ଦ ଥିଲେ ସପ୍ତମୀ ବିଭକ୍ତି। ଯୋଉଠି ସାଦୃଶ୍ୟ ଚିହ୍ନା ଯାଉଛି, ଯୋଉଠି ଆରେ ଆଜି ଭାଇରେ ଭାଇରେ ସ୍ନେହ, ଭକ୍ତି ଦୁର୍ଲଭ। ଦେଶରେ ଦେଶରେ ଶାନ୍ତି ପ୍ରଚାରିତ ହେଉ। ତାହେଲେ ଏଇଠି କଣ ସାଦୃଶ୍ୟ କଥା କୁହାଯାଉଛି। ବାପରେ ପୁଅରେ ଶତ୍ରୁତା ଶୋଭା ପାଏନି। ପରସ୍ପର ସମାନ ହୁଅନ୍ତୁ ବା ନ ହୁଅନ୍ତୁ, ଏହି ଅର୍ଥରେ ସପ୍ତମୀ ବିଭକ୍ତି ହୋଇଥାଏ। ଏହାକୁ ସାଦୃଶ୍ୟ ଅସାଦୃଶ୍ୟ ଅର୍ଥରେ ସପ୍ତମୀ ବା ଆଦର ଅନାଦର ଅର୍ଥରେ ସପ୍ତମୀ କୁହାଯାଏ। ଏହାକୁ ଆଉ ଗୋଟେ ପଳେଇ ଆସିବ ଯେ କୋଉ ଅର୍ଥରେ ଏଇଟା ହେଇଛି, ଧନ୍ୟ ଆଦର ଅନାଦର ଥିବ ଅପସନରେ, ତାହେଲେ ସେମାନେ ଆଦର ଅନାଦର ଅର୍ଥରେ ସପ୍ତମୀ ମଧ୍ୟ ମାରିପାରିବ। ଯଦି ପାରସ୍ପରିକ ସାଦୃଶ୍ୟ ଅସାଦୃଶ୍ୟ ଅର୍ଥରେ ନ ଦେଇକି ଦେଇଥିବା ଆଦର ଅନାଦର ଅର୍ଥରେ, ଏ ଦେଖ ଭାଇରେ ଭାଇରେ ସ୍ନେହ, ଏଇଟା ଆଦର ଅର୍ଥରେ। ବାପାରେ ପୁଅରେ ଶତ୍ରୁତା ଶୋଭା ପାଏନି, ଅନାଦର ଅର୍ଥରେ। ଠିକ ସେମିତି ଆଉ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଯୋଉଟା ତମେ ବୁଝି ନ ପାରିଲ ସେଇଟା ଆଉଥରେ କମେଣ୍ଟ କରିବ, ମୁଁ ଚେଷ୍ଟା କରିବି ତୁମକୁ କମେଣ୍ଟ ମାଧ୍ୟମରେ ବୁଝାଇବା ପାଇଁ। ଧନ୍ୟବାଦ।